नमस्कार, गुड मॉर्निंग, सुप्रभात, जय आरसीएम। बहुत बहुत धन्यवाद ଆମମାନଙ୍କୁ ସମସ୍ତଙ୍କୁ ଯେଉଁମାନେ ବି ବସିଛନ୍ତି। ତ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ଗୁରୁକୁଳରେ ଆମେ ବହୁତ କିଛି ଶିକ୍ଷା ଆମେ ନେଲେ, ଯୋଉଥିରେ କି ଗୋଟେ ସମାଜକୁ ଗୋଟେ ବହୁତ ଭଲ ଦିଗଦର୍ଶନ ଦବା, ସମାଜ ପାଇଁ କିଛି କରିବା ପାଇଁ ଆମେ ଏ ଦୁନିଆକୁ ଆସିଛେ ଆଉ କିଛି କରିକି ଦେଖେଇବା। ଆ, ଆମେ ବହୁତ କିଛି ଆଜି ଗୁରୁକୁଳରେ ଆମେ ଶିଖିଲେ। ଯେମିତିକି ଆମେ ଗ୍ୟାସେସର ଫର୍ମୁଲା ଉପରେ ଆମେ ଯାଉଥିଲେ, ଗ୍ୟାସେସ୍ ଫର୍ମୁଲା ଉପରେ ଆ, ଯେମିତିକି ଆମର ସାମାଜିକ ଦାୟରା ଆମେ ବଢ଼େଇବା, ଆମେ ଆମର ସମାଜରେ କେମିତି ଅଧିକରୁ ଅଧିକ ଲୋକଙ୍କ ସାଙ୍ଗରେ ଆମେ ମିଶିବା। ଆ, ତ ତା ଉପରେ ଆମେ ଯୋଉ କଥା, ଯୋଉ ଚିନ୍ତା ଆମେ କରୁଥିଲେ, ତ ତା ଉପରେ ଆଜି ଡିସ୍କସନ ଚାଲିଥିଲା ଯେ ଆ, ଆମେ ସେବା ଗତିବିଧିକୁ କେମିତି ବଢ଼େଇବା, ଆମେ କେମିତି ନିଜର ଅ, ଅଡ଼ୋଶୀ ପଡ଼ୋଶୀ ଯେଉଁମାନେ ବି ଅଛନ୍ତି ତା ସହିତ ଯୋଉଠି ଆମେ ରହୁଛେ, ସେଠି ଲୋକଙ୍କ ସହିତ କେମିତି ଆମର ସେବା ଗତିବିଧିକୁ ବଢ଼େଇବା। ତା ଦ୍ୱାରା ଆଜି ଟିସି ସାର୍ ବି ସେଇ କଥା ବି କହୁଥିଲେ ଯେ ଯୋଉଥିରେ କି ଆମେ ଗୋଟେ ମଜବୁତ ସ୍ଥାୟୀ ଅ, ବ୍ୟବସ୍ଥା ଆମେ କରିଦେଇ ପାରିବା। ଲୋକମାନଙ୍କ ପାଖରେ ଆମର ଆଦର ସମ୍ମାନ ବି ବଢ଼ିବ, ଯେ ଆମେ ଯେ କେବଳ ବିଜନେସ୍ କଥା ଆମେ କହୁଛେ ତା ନୁହେଁ, ଆମେ ସେବା ଆକ୍ଟିଭିଟିଜକୁ ବି ଆମେ ବଢ଼େଇବା। ଅତୀତରେ ବହୁତ ସାରା ଆମେ ସେବା ଆକ୍ଟିଭିଟିଜ ବି କରିଛେ, ଯେମିତିକି ବ୍ଲଡ ଡୋନେସନ କ୍ୟାମ୍ପ ବି କରିଛେ, ବହୁତ ସାରା କାର୍ଯ୍ୟକ୍ରମ ଆମେ ବି ତ କରିଛେ। ତ ଏବେ ଆମେ ତାକୁ ପୁଣି ଆହୁରି ବ୍ୟାପକ କରିବା। ତ ତା ଉପରେ ଆମେ ଏ, ଆଜି ଆମେ ଶୁଣିଲେ ଯେ କେମିତି ସେବା ଗତିବିଧି କରିବା ପାଇଁ କଣ କଣ ଅ, ଆନୁଷଙ୍ଗିକ କାର୍ଯ୍ୟକ୍ରମ ଆମକୁ ଦରକାର। ଯେମିତିକି ଆମେ ଟିମ୍ ପ୍ରିପେୟାର କରିବା, ଡେଟ୍ ନିର୍ଦ୍ଧାରିତ କରିବା, ଗତିବିଧି ଆକ୍ଟିଭିଟିଜ ଯାହା କରିବା ତାକୁ ନିର୍ଦ୍ଧାରିତ କରିବା। ତ କୋଉ ନ୍ୟୁ ଗେଷ୍ଟଙ୍କୁ ଆମେ ଡାକିବା, ତା ସହିତ ନୂଆ ନୂଆ ବିଶିଷ୍ଟ ଲୋକମାନଙ୍କୁ ତାକୁ ଇନଭାଇଟେସନ ଦବା। ଆଉ ତା ସହିତ କମ୍ପାନୀର ଯୋଉ ରେଜିଷ୍ଟ୍ରେସନ ଅଛି ସେ ରେଜିଷ୍ଟ୍ରେସନ ଆମେ ତାକୁ କରିବା। ତା ସହିତ ଆମର ଯେମିତି ବ୍ୟାନର ହେଲା, ଏଚଡିଏଫ ର ବ୍ୟାନର ହେଲା, ବ୍ଲଡ ଡୋନେସନର ବ୍ୟାନର ହେଲା, ପୋଷ୍ଟର, ଏ ସବୁକୁ ତିଆରି କରିବା, କୋଉ ଜାଗାରେ କରିବା ସ୍ଥାନ ନିର୍ଦ୍ଧାରିତ କରିବା। ତା ସହିତ ଆବଶ୍ୟକ ପଡ଼ିଲେ ଆଉ କାହାର ଉପଦେଶ ବି ଆମେ ନେବା। ଏସବୁ କଥା ଆମକୁ କରିବା ନିହାତି ଦରକାର। ଆଉ ତା ଛଡ଼ା କ'ଣ କରିବା? ବୃକ୍ଷାରୋପଣ କରିବା, କି ବ୍ଲଡ ଡୋନେସନ କରିବା, କି ହାଇଜେନିକ କ୍ୟାମ୍ପ କରିବା, କି ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ଆମେ ଆୱାରନେସ୍ କ୍ୟାମ୍ପ କରିବା, ବ୍ୟସନ ମୁକ୍ତିର ଆୱାରନେସ୍ କ୍ୟାମ୍ପ କରିବା, ଜୈବିକ କୃଷି ଉପରେ ବି କରିବା, କି ସ୍ୱଚ୍ଛତା ଜାଗରୁକତା ଉପରେ ବି ଆମେ ତା ଉପରେ ବି ଆୱାରନେସ୍ କ୍ୟାମ୍ପ କରିବା, ସମ୍ପୂର୍ଣ୍ଣ ଶିକ୍ଷା ଉପରେ ଆମେ ଆୱାରନେସ୍ କ୍ୟାମ୍ପ କରିବା, ଶାକାହାରୀ ଖାଦ୍ୟ ଖାଇବା ପାଇଁ ଆୱାରନେସ୍ ବି କରିବା, ହେଲମେଟ ପିନ୍ଧିବା ଉପରେ ବି ଆୱାରନେସ୍ କରିବା। ତା ସହିତ ଏ ଯୋଉ ଆଦର୍ଶ ନାଗରିକ ଶପଥ ପତ୍ର କରିବା, ଏ ସବୁ ବହୁତ ସାରା ଆକ୍ଟିଭିଟିଜ ଆମେ ଯାହା କରିବା ତାକୁ ନିର୍ଦ୍ଧାରିତ କରିବା। ତା ଦ୍ୱାରା ଆମେ ସମାଜରେ ଗୋଟେ ପ୍ରତିଷ୍ଠା ବି ବଢିପାରିବ। ଆଉ ଯୋଉଥିରେ କି ଆମେ ଆନୁଷଙ୍ଗିକ ଯେମିତିକି ଏଚଡିଏଫ ର ବ୍ୟାନର ବି ଆଣିବା, ଆ, ଲଗେଇବା ନିହାତି ଜରୁରୀ ସେ ଜାଗାରେ। ଆଉ ଆଦର୍ଶ ନାଗରିକ ଶପଥ ଯୋଉ ଅଛି, ତ ତା ଉପରେ ବି ଆମେ ସେଠି ବି ସମସ୍ତେ ଶପଥ ନେବା ନିହାତି ଦରକାର, ପ୍ରାଣ ଗୀତ ବାଜିବା ନିହାତି ଦରକାର। ଆଉ ସେଦିନ ସେଠି ୟୋଗା ଶିବିର ବି ହବା ନିହାତି ଦରକାର। ଆଉ ବ୍ଲଡ ହେଲ୍ପଲାଇନ୍ ଯୋଉ ଆମର ରେଜିଷ୍ଟ୍ରେସନ ହଉଛି, ତ ସେ ରେଜିଷ୍ଟ୍ରେସନ କରିବା ନିହାତି ଜରୁରୀ। ତା ସହିତ ଡ୍ରେସ୍ କୋଡ୍ ସମସ୍ତେ ପିନ୍ଧିବା ବି ନିହାତି ଜରୁରୀ। ତା ସହିତ ଡିସିପ୍ଲିନରେ ରହିକି ସବୁ ଟିମ୍କୁ ସାମିଲ କରିବା ନିହାତି ଜରୁରୀ। ତ ଭଲ ବାତାବରଣ ସୃଷ୍ଟି କରିବା। ଯଦି ଆବଶ୍ୟକ ଆମେ ମିଡ଼ିଆ ବାଲା, ଯଦି କେହି କାହାର ଚିହ୍ନା ଅଛି, ମିଡ଼ିଆ ବାଲାଙ୍କୁ ଇନଭାଇଟ୍ କରିବା, ସେମାନଙ୍କୁ ଭଲ ଫଟୋ ଉଠେଇବା। ତ ଲୋକଙ୍କୁ ଜଣେଇବା ଯେ ଏଭଳି ଗୋଟେ ସେବା ଆକ୍ଟିଭିଟିଜ ଆମେ କରୁଛେ। ତ ଏଇଠି କଥା ଉଠୁଛି ଯେ ସାର୍ ଆଜି ଗୁରୁକୁଳରେ ବହୁତ ସାରା କଥା ତ ଆଜି ସାର୍ ଡିସ୍କସନ କଲେ। ସବୁ ସାଥୀମାନେ ବି ତାକୁ ପୁରା ଅଲ୍ ଓଭର ଇଣ୍ଡିଆର ସାଥୀମାନେ ବି ତା ସହିତ ଇନଭଲ୍ଭ ବି ହେଲେ, ତାଙ୍କର ମତାମତ ବି ଦେଲେ। ତ ବର୍ତ୍ତମାନ
ଆମେ ଡିସ୍କସନ୍ ଏଇଆ କରିବା ଯେ ଏ ଯୋଉ ଗତିବିଧି ଆମେ କରୁଛେ ତ ଆମେ ଅ, ଆମ ଲେବୁଲରେ କେବେଠୁ ଆମେ କରିବା ତ ସେ କଥା ଆମେ ଡିସ୍କସନ୍ କରିବା। ତ ପ୍ରଥମେ ଆମେ କରିବା ଉଚିତ କି ନ ଉଚିତ ସେ କଥା କରିବା ଆଉ ତା ସହିତ ଆ, ଆମେ କେବେ କରିବା ତ ଫାଷ୍ଟ ଆମେ ଷ୍ଟାର୍ଟ କରିବା ଅମିୟଠୁ ଷ୍ଟାର୍ଟ କରିବା। ସାର୍ ନମସ୍କାର। ଆଜ୍ଞା। ସାର୍ ଜୟ ଆସେନ୍। ଏଇ ତ ବହୁତ ଭଲ କଥା, କିନ୍ତୁ ଏତେ ମାନେ ଶୁଣିଦେଲେ ତ ଠିକ ଅଛି, କିନ୍ତୁ ତାକୁ କାମ ଲଗେଇବାକୁ ସାର୍ ସମୟ ଲାଗିବ। କାହିଁକି ନା ପ୍ରତ୍ୟେକ ଟିମ୍ ସହିତ ମେଡିକାଲ ଟିମ୍ ଆଉ ଯୋଉ ଆମ ଅଞ୍ଚଳର ଯୋଉ ମାନ୍ୟଗଣ୍ୟ ବ୍ୟକ୍ତି ଅଛନ୍ତି ତାଙ୍କ ସହିତ ଆଲୋଚନା କରିବା, ଆଉ ପ୍ରଥମେ ଆମ ଟିମ୍ ସହିତ ଆଲୋଚନା କରିବା। ଏଇ ସବୁ ଗ୍ରୁପ ମିଶିଗଲା ପରେ ଯାଇକିରି ଏ କାର୍ଯ୍ୟକ୍ରମ ହବ, ନହେଲେ ଏଇଟା ହେଇପାରିବେ ଗୋଟେ ଇଣ୍ଡିଭିଜୁଆଲ କାମ ଇଏ ନୁହେଁ। କିନ୍ତୁ ଇଣ୍ଡିଭିଜୁଆଲକୁ ଆମକୁ ଆରମ୍ଭ କରିବାକୁ ପଡିବ। ତେଣୁ ଆମେ ତ ଲୋକଙ୍କ ସହିତ ଆମେ ତ ଜଏନିଂ କରିବା, ପ୍ରଡକ୍ଟ ସେଲ୍ କରିବା, ଏସବୁ କରିବା ତ ଆମେ କରୁଥାଏ, କିନ୍ତୁ ତାରି ମାଧ୍ୟମରେ ଯୋଉମାନଙ୍କୁ ଆମେ ପ୍ରଡକ୍ଟ ସେଲ୍ କରୁଛେ ବା ଯୋଉ ଟିମ୍ ଆମର ଯୋଉ ବଢୁଛି, ଆଉ ତାଙ୍କ ସହିତ ଏ ବିଷୟରେ ଡିସ୍କସନ କରିବା ଜରୁରୀ। ପ୍ରତି ମାନେ ଘରେ ଘରେ ଯେମିତି ଆମର ହୋମ ମିଟିଂ ହଉଛି, ସେମିତି ବସିକିରି ଆମର ପ୍ରଡକ୍ଟ ସହିତ ଆକୁ ଆମେ ଆଲୋଚନା କଲେ କରିବାକୁ ପଡିବ। କଲେ ନୁହେଁ, କରିବାକୁ ପଡିବ। ତେଣୁ ମୁଁ ତ ଆଜି ଏବେ ତ ସବୁ ଲେଖା ଲେଖି କଲି, ଆପଣ ବି କେଟା ପଏଣ୍ଟ ଛାଡି ଦେଇଥିଲି, ମୁଁ ଦେଖିଲି ଆପଣ ତାକୁ ନୋଟ କରିଛନ୍ତି। ଆଉ ତାପରେ ମୁଁ ଆଜି ଦେଖିବା, ଆଜି ତ ବହୁତ କିଛି କାର୍ଯ୍ୟକ୍ରମ ଅଛି, ଫଲୋଅପ୍ ଅଛି, ମୋର ବହୁତ କିଛି ସରିଲାଣି, କିଛିଟା ଅଛି। ମୁଁ ତା ଭିତରେ ଲୋକମାନଙ୍କୁ ଯୋଉ ନୂଆ ନୂଆ ଜଏନ କରା ହଉଛି କାଲିଠାରୁ, ସେମାନଙ୍କ ଭିତରେ ମୁଁ ଯୋଗାଯୋଗ କରିଦଉଛି ଆଜି। ଆ ଭିତରେ ଏଇ ସବୁ ଜିନିଷ କରିବାକୁ ପଡିବ। ତେଣୁ କରିବାଟା ତ ସହଜ, କିନ୍ତୁ କରିବାଟା ଭାରି କଷ୍ଟଦାୟକ। କିନ୍ତୁ ଏଇ ସବୁ ମାଧ୍ୟମ ଦେଇ ଗଲେ ନିଶ୍ଚିତ ଭାବରେ ହବ। ଆଉ ଆମର ଟିମ୍ ବଢିବା ସହିତ ଆମର ସେବା ସ୍ୱାସ୍ଥ୍ୟ ସଂସ୍କାର ସହିତ ସେହତ ସେଠାରେ ଆଉ ସେହତ ମିତ୍ର ବୋଧ ଆ ଦ୍ୱାରା ହିଁ ସମାଧାନ ହେଇଯିବ ବୋଲି ମୁଁ ଭାବୁଛି। ହଉ, ରହୁଛି ସାର୍, ନମସ୍କାର। ଓଭର ଟୁ ସତୋଷ ହଁ, ସାର୍। ଗୋଟେ ବହୁତ ମାନେ ଆକ୍ଚୁଆଲି ଟିସି ସାର୍ ଗୋଟେ ବହୁତ ଭଲ କଥା ବି କହିଲେ ଯେ ଯୋଉ ସେବା ଗତିବିଧି କରିବା ତ ଆଜ୍ଞା ନିସ୍ୱାର୍ଥ ଭାବରେ କରିବା। ସେଠି କୌଣସି ଆମର ପ୍ରଡକ୍ଟ ବିଷୟରେ ଆଲୋଚନା ହବନି, କୌଣସି ପ୍ରଡକ୍ଟ ଯିବନି, କି ଆରସିଏମ ବିଷୟରେ କିମ୍ବା ଆମର ଯୋଉ ସେହ ସାଥୀ ଏସବୁ କିଛି ବି ଆମେ ଡିସ୍କସନ ସେଠି କରିବାନି। ସେବା ମିନ୍ସ ସେବା। ଧରନ୍ତୁ ବୃକ୍ଷାରୋପଣ ଉପରେ ଆମେ କଲେ, ସେଠି ଆଉ ତ ହେଲ୍ଥ ହେଲ୍ଥ ବାଲାଙ୍କୁ କାହିଁ ପଚାରିବା, ତ ଆମେ ତ ବୃକ୍ଷାରୋପଣ କରିବା ନା କୋଉଠି। ତ ସେଥିଲାଗି ଆମେ ଗୋଟେ ଟିମ୍ ତିଆରି କରିବା, ଆମର ଯୋଉମାନେ ବି ସକ୍ରିୟ ଅଛନ୍ତି ଆମ ଟିମରେ, ତ ସେମାନଙ୍କୁ ବସେଇକି ଆଗେ ଗୋଟେ ଡିସ୍କସନ କରିବା, ଡେଟ୍ ଫାଇନାଲ କରିବା ଯେ ଆମେ କିଛି ନା କିଛି ଆମେ ମାନେ ଦୁନିଆରେ ସମସ୍ତେ ଯାହା ଆମେ ସେୟା ନୁହେଁ, ଆମେ ଅଲଗା। ତ ତ ସେ ସେ ପ୍ରକାରର ଆକ୍ଟିଭିଟିଜ ଆମେ କରିବା ଦ୍ୱାରା କ'ଣ ହବ ନା ସମାଜରେ ପ୍ରତିଷ୍ଠା ବଢିବ। ଆଉ ଯୋଉଥିରେ କି ଆମେ ଆମର ଉଦ୍ଦେଶ୍ୟ ରହୁଛି ଯୋଉ ବହୁତ ବଡ ଉଦ୍ଦେଶ୍ୟ ଯେ ସମାଜକୁ ଆମେ ସୁସ୍ଥ ରଖିବା ପାଇଁ, ତ ସେଥିରେ ଆମେ କରିପାରିବା। ଓକେ ସାହୁ ଭାଇ। ସେବା ମନୋବୃତ୍ତି ଆଜି ଆମେ ଜାଣିଲେ, ଯାହା କହିଲେ ଆରସିଏମ ର ଉପରେ କିଛି ଉଠିବନି, ଆମେ କିନ୍ତୁ କ'ଣ ସେବା କରିବା ଆମ ପାଇଁ ଆମ କାମ ମାନେ ଟିମ୍, ମୁଖ୍ୟ କାମ ହଉଛି ଟିମ୍ ତିଆରି କରିବା। କେବେ କରିବେ, ମୁଖ୍ୟ ଲୋକଙ୍କ ସହିତ କେବେ କରିବେ, ହ୍ୟାଲୋ। କୋଉଠି କରିବେ? ହଁ, ମୁଁ ତ ସ୍ଥିର କରୁଛି ଆମର 14 ତାରିଖ ଦିନ ସେଠି କରିବା ପାଇଁ ଏଇଟା ଆରମ୍ଭ କରିବାକୁ ଚାହୁଁଛି। କିନ୍ତୁ ତା ପୂର୍ବରୁ ମୁଁ ଡିସ୍କସନ କରିକି ମୁଖ୍ୟ ଲୋକଙ୍କ ସହିତ କଥାବାର୍ତ୍ତା ହେଇ ଟିମ୍ ର ଲୋକମାନଙ୍କ ସହିତ କଥାବାର୍ତ୍ତା ହେଇକି କାର୍ଯ୍ୟକ୍ରମ ଆରମ୍ଭ କରିବା। ମୁଁ ତ ଯୋଉ ଆମେ ସଂକ୍ରାନ୍ତି ଦିନ ଆମେ ଚାହୁଁଛେ କରିବା ପାଇଁ, ଦେଖାଯାଉ ସେଇ ଉଦ୍ୟମ ଏବେ ଜାରି ରହିଛି ଯେ ଆମେ 14 ତାରିଖ ଦିନ ଆମେ କରିବା, ପ୍ରଥମ ଆରମ୍ଭ କରିବା। ଯୋଗାଯୋଗ ରଖୁଛି, ଆମେ ଏ ସେବା ମନୋବୃତ୍ତିର କାମ କରିବା। ଏଇଟାକୁ ଡିସ୍କସନ କରି ଚାଲିଛି, କରିବା ଆରମ୍ଭ ହେଇଛି। ଆଜି ତେଣୁ ଏଇ 12 ତାରିଖ, ସେବା ଆପଣ ଦି ମନୋବୃତ୍ତି ଦିନ ଭିତରେ ଏତେ ଗୁଡେ ଆରେଞ୍ଜମେଣ୍ଟ କରିଦେବେ? କରିହବ ତ ନାହିଁ, ତଥାପି ଉଦ୍ୟମ ଜାରି ରହିଛି। ଏ ସେବା ମନୋବୃତ୍ତି ଯୋଉଟା ଆଣିବା, ସିଏ ବି ସମୟ ଲାଗିବ, କାହିଁକିନା ସାଙ୍ଗେ ସାଙ୍ଗେ ତ କରିବା କଷ୍ଟକର। ଆଗେ ଟିମ୍ ସହିତ କଥାବାର୍ତ୍ତା ହେଇକି କରିବାକୁ ପଡିବ। ହଁ, ସେଇଟା ହଉଛି କଥା। ଆପଣ ପ୍ରଥମେ ଟିମ୍ ଆପଣଙ୍କ ସାଙ୍ଗରେ କେତେ ଜଣ ଅଛନ୍ତି ତାକୁ ଆଗେ ଦେଖିବା ଦରକାର, ବସିବା ଦରକାର। ଆଜ୍ଞା ଆଜ୍ଞା। କ'ଣ କରିବେ ସେଟା ଗୋଟେ ଦରକାର। ତ ତାକି
ତାର ବ୍ୟାନର ହବ, ପୋଷ୍ଟର ହବ, ମିଡିଆ ବାଲାଙ୍କୁ ଜଣେଇବେ, ଏତେ ବହୁତ ସାରା ଆକ୍ଟିଭିଟିଜ ଅଛି ନା, ତାକୁ ଏମିତି ଲାଇଟଲି କରିଦେଲେ କଣ ହବ? ଓକେ। ନାଇଁ ଏ ସମୟ ଲାଗିବ। ତ କିନ୍ତୁ ଡେଟ୍ ତ ଫାଇନାଲ କରିବା ବୋଲି ତ ମାଇଣ୍ଡ ମେକଅପ୍ କରିବା, ଏଇଟା ହଉଛି ସବୁଠୁ ହଁ ବଡ। ଡେଟ୍ ଫିକ୍ସଟା ଦରକାର। ଓକେ। ଠିକ ଅଛି ଡିସ୍କସନ ଆରତି କରିପାରିବା। ଅପାଙ୍କ ବିଚାର ଶୁଣିବା। ଜୟ ଆସିଏମ୍, ସୁପ୍ରଭାତ, ସାଙ୍ଗକୁ ନମସ୍କାର। ସବୁ ଆସିଏମ୍ ଫ୍ୟାମିଲି ମେମ୍ବର ମାନଙ୍କୁ ମୋର ସୁପ୍ରଭାତ। ମୁଁ 18 ତାରିଖ ପରେ ଯାହା ଡିସିସନ ନେବି, ହୋମ୍ ମିଟିଂ ଡାକିକି ମୋର ଟିମ୍ ମେମ୍ବରଙ୍କ ସାଙ୍ଗରେ କଥାବାର୍ତ୍ତା ହେଇ ମୁଁ ସେବା ମନୋବୃତ୍ତିର ଯୋଉ କାର୍ଯ୍ୟକ୍ରମ ପାଇଁ ମୁଁ ତାଙ୍କ ସାଙ୍ଗେ ଡିସ୍କସନ କରି ଡେଟ୍ ଫାଇନାଲ କରି ସରପଞ୍ଚଙ୍କୁ ଜଣେଇବି। ଆଉ ମାନେ ସେବା କୋଉଠି କରିବା କରିବି? କି ନ କରିବା ଆମେ 18 ତାରିଖ ପରେ ଡିସିସନ ଦବା। ହଁ, ନାଇଁ, ମୁଁ ଫ୍ରି ହେଇଯିବି କହିଲି। ଓକେ। ଓକେ, ଠିକ ଅଛି, ଠିକ ଅଛି। କିନ୍ତୁ ଦେଖନ୍ତୁ, ଯଦି ନ କରିବା କଥା ଉଠିବ, ତାହେଲେ ଆମେ ସମାଜର ପ୍ରତିଷ୍ଠା ବଢିବନି। କିନ୍ତୁ କିନ୍ତୁ ପ୍ରତିଷ୍ଠା ବଢେଇବାକୁ ହେଲେ କିନ୍ତୁ ତ ଆମେ ଅଠର କରିବା ଅଠ- ଦରକାର। 18 ତାରିଖ ଭିତରେ ଗ୍ରୋଥ ପାଇଁ ଲାଗିଛି। ନାଇଁ ନାଇଁ, ସେଟା ତ ଅଲଗା କଥା। ସେଟା ତ ସେଇଟା ମୋ ସର୍ତ୍ତ, ସେଟା ସେଇଟା ତ ମୋ ସର୍ତ୍ତ। ହଁ, ସେଟା ତ ଗୁରୁଜୀ ଅଲଗା କଥା। କହିଛନ୍ତି, କିନ୍ତୁ ଗୁରୁଜୀ ଦେଖନ୍ତୁ, ଏଇ ଯୋଉ କହିଛନ୍ତି। ସେବା ଆକ୍ଟିଭିଟିଜ ଦ୍ଵାରା, ଯେମିତି କି କହିଲେ କି ଆମର ମଜବୁତ ନିୟ ଏଥିରେ ହେଇପାରିବ ଯେ ଆମେ ଯଦି ସେବା ଆକ୍ଟିଭିଟିଜ କରିବା, ତାହେଲେ ମଜବୁତ ନିୟ ହେଇପାରିବ, ସମାଜରେ ଗୋଟେ ପ୍ରତିଷ୍ଠା ବଢିବ ଯେ ସମସ୍ତେ ନାଇଁ, ଆରସିଏମ କୁ କେବଳ ଯେ ନେଟୱାର୍କ ମାର୍କେଟିଂ କି ବେପାର କରିବାର ଗୋଟେ ବ୍ୟବସ୍ଥା ନ ଦେଖିକି ଟିସି ସାର୍ ଚାହୁଁଛନ୍ତି ଯେ ଆମେ ସମାଜକୁ ଗୋଟେ ଭଲ ଆ, ସୁସ୍ଥ ବାତାବରଣ ତିଆରି କରିବା। ତ ସେ କଥା କରିବା। ମୋ ଟିମ ର ସବୁ ଲେଡିଜ ବି ସେବା ମନୋବୃତ୍ତିରେ ଅଛନ୍ତି। ଆଉ ସେବା କାର୍ଯ୍ୟ ବି ଆମେ ଆରମ୍ଭରୁ କରୁଛୁ। ଆଚ୍ଛା, ଜେଣ୍ଟସ ଯେହେତୁ କେହି ଆମ ନାହାନ୍ତି ଆପଣ ଟିମରେ? ଆମ ଟିମରେ ସମସ୍ତେ କରୁଛନ୍ତି, ମିତାଞ୍ଜଳି ମହାନ୍ତିଠୁ ନାଇଁ ନାଇଁ, ମିନତି ଆପଣଙ୍କ ଦାସ, ଟିମରେ ଜେଣ୍ଟସ କେହି ନାହାନ୍ତି? ଯେ ସବୁ ଲେଡିଜ ମାନେ? ସବୁ ଲେଡିଜ ବା ଜେଣ୍ଟସ ଆମେ ଗୋଟେଇବୁ। ଆଚ୍ଛା, ଓକେ, ଠିକ ଅଛି। ଓକେ, ଥ୍ୟାଙ୍କ ୟୁ ଅପା। ମିତାଞ୍ଜଳି ମ୍ୟାମ୍, ଆପଣଙ୍କର କଣ ଚିନ୍ତାଧାରା? ସାର୍ ନମସ୍କାର। ନିଜ ଭିତରେ ଆଗେ ସଂକଳ୍ପ ନବ ଯେ ମୁଁ କଣ କରିବି, ତାପରେ ନିଜ ଟିମ୍ ସହିତ କଥା ହେଇକିରି ଆମେ ଗୋଟେ ମିଟିଂ ରଖିବୁ। ରଖିକିରି ସେବାର ମନୋବୃତ୍ତି ତ ବହୁତ ପ୍ରକାର ଅଛି ସାର୍। ମାନେ ଆମ ଆରସିଏମ ର ନ କହିକିରି ଏମିତି ସମସ୍ତଙ୍କୁ ମାନେ ଟିମ ର ଲୋକଙ୍କ ସହିତ ମିଶେଇକିରି ଗୋଟେ ଇଏ କରିବି ଆଉ। ଆରସିଏମ ର ନ କହିକି ମାନେ ବୁଝିପାରିଲିନି। ନାଇଁ ନାଇଁ ସାର୍, ସାର୍ ତ କହୁଛନ୍ତି ଯେ ଆରସିଏମ ର ନ ମାନେ ଇଏ ନକରି ସେବା ମନୋବୃତ୍ତି ରଖିବା ଦରକାର। ହଁ, ନିଃସ୍ୱାର୍ଥ ଭାବରେ ଆରସିଏମ ଆଜ୍ଞା ଯଦି ଆଜ୍ଞା କରୁଛି, ତାହେଲେ ଆରସିଏମ ଆଜ୍ଞା। ର ନାଁ କାହିଁ ନବାନି ଆମେ? ସେଇଟା ତ ସେ କାହିଁ କିଛି ଏମିତି କହିଲେନି ଆରସିଏମ କୁ ଇଏରେ। ସେବା ମନୋବୃତ୍ତି କରି ନିଜ ଟିମ୍ କୁ ଆଗେ ଧରିକିରି ନାଇଁ, କାମ ଆମେ କରିବା ହଁ, ଦରକାର। ସେ କହିଲେ କି ଆମେ ପ୍ରଡକ୍ଟକୁ ସେଠି ସେଲ୍ ପ୍ରଡକ୍ଟ କରିବାନି, ପ୍ରଡକ୍ଟକୁ ଆଜ୍ଞା ବିକ୍ରି କରିବାନି। ଆଜ୍ଞା କିନ୍ତୁ ଆମେ କରୁଛେ ନା ସେଟା, ଆମେ ମାନେ ମିଶିକି ତ କରୁଛେ। ଆରସିଏମ ଆଜ୍ଞା ବ୍ୟାନର ତ କରୁଛେ, ଆଜ୍ଞା ସରସ୍ୱତୀ ଫାଉଣ୍ଡେସନ ତରଫରୁ ତ ଆମେ କରୁଛେ ନା, ଆଜ୍ଞା କୋଉ ସଂସ୍ଥା ନାଇଁ, ତରଫରୁ ଆମେ କରୁଛେ? ଯାହାହେଲେ ବି ବ୍ୟାନରରେ ଲେଖା ହବ ନା ଆସିଏମ ଅଭିୟାନ। ଆଜ୍ଞା ଜଣେ ଜଣେ ଆଜ୍ଞା। କି କୁହନ୍ତୁ, ଆପଣଙ୍କ ତ ସରିଲାଣି, ଆପଣ ତ କହିସାରିଲେଣି। ହଁ, କୁହନ୍ତୁ। ନାଇଁ, ବାନର ତ ନିଶ୍ଚୟ ତିଆରି କରିବେ, କିନ୍ତୁ ଆରସିଏମ ର ପ୍ରଡକ୍ଟ ବି ସେଠି କିଛି ନା ଦେଖେଇ। ନା ନା, କିଛି ଯିବନି। ଆଜ୍ଞା ଆରସିଏମ ର ପ୍ରଡକ୍ଟ କିଛି ଯିବନି। ଆମେ ସେବା ମିନ୍ସ ସେବା ମାନେ ଆ, ସେଠି କୌଣସି ପ୍ରକାରର ଆ, ମାନେ ଏମିତି କିଛି ରହିବନି ଯେ ଯୋଉଥିରେ କି ଆମ ସ୍ୱାର୍ଥ ଉପରେ ଏମିତି କିଛି, ସେ ସବୁ କିଛି ରହିବ ନାହିଁ। ସେବା ମିନ୍ସ ସେବା କରିବା। ଆଜ୍ଞା ଆଜ୍ଞା। ତ ପ୍ରଥମେ ମାଇଣ୍ଡ ମେକଅପ୍ କରିବା, ଆଜ୍ଞା ଆମ ଟିମକୁ ବସେଇବା, ଟିମ୍ ବସେଇକି ସହିତ ଡିସ୍କସନ କରିବା, ଗୋଟେ ସେବା ଆଜ୍ଞା ଆକ୍ଟିଭିଟିଜ କରିବା। ଦେଖନ୍ତୁ, ଏଇ ଦୁନିଆକୁ ଆସିଛେ ତ ବହୁତ ସାରା କଥା ଆମେ ନିଜ ପାଇଁ ତ ନିଜେ କରୁଛେ, କିନ୍ତୁ ଏଇ ସମାଜ ଆଜ୍ଞା ପାଇଁ ତ କିଛି କରିବା ନା। ଆଜ୍ଞା ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ମିନତି ମ୍ୟାଡାମ, ଅନମ୍ୟୁଟ କରନ୍ତୁ ଆଜ୍ଞା। ସାର୍ ନମସ୍କାର, ସବୁ ସାର୍ଙ୍କୁ ନମସ୍କାର।
ମ୍ୟାଡାମ ମୁଁ ନମସ୍କାର। ସମସ୍ତଙ୍କ ତରଫରୁ ନମସ୍କାର କହିଦଉଛି, କାହିଁକି ସମୟ ନଷ୍ଟ କରିବା। ହଁ, କୁହନ୍ତୁ କଣ କରିବା ଆଚ୍ଛା। କୁହନ୍ତୁ। ନାଇଁ ଠିକ ମାନେ ଆପଣ ଯାହା କହିଲେ ଠିକ ଯେ ଆରସିଏମ ର ନାଁ ନଦେଲେ କେମିତି ଆରସିଏମ ବୋଲି ଜାଣିବେ କେମିତି? ସେଟା ନାଁ ତ ଦବା, କିନ୍ତୁ ତାଙ୍କୁ ମାନେ କଣ ଗୋଟେ ଡାକିକି ଟିମରେ ଡାକି ମିଟିଂ କରିକି ତାପରେ ସେମାନେ ଜାଣିଯିବେ ଆପେ ଆପେ କେବେ କୋଉ କରିବା କମ୍ପାନୀ ସେବା, କେବେ କରିବା? କରିବା ଆଉ ସମସ୍ତେ ଯଦି ଯୋଗ ଦେଲେ କରିବା ଆଉ। ଆପଣ କେବେ ଭାବୁଛନ୍ତି? ଆମ ଟିମ୍ ଟା ଚେଷ୍ଟା ଚଲେଇଛନ୍ତି କରିବା ପାଇଁ। ସେଟା କାଲି ବି ଗୋଟେ ଆମର ପ୍ରୋଗ୍ରାମ ହେଇଥିଲା, କଥାବାର୍ତ୍ତା କରୁଛୁ ଗୋଟେ ଭଲ ବରିଷ୍ଠ ନାଗରିକ ହଉ ନହେଲେ ଏମିତି ଗୋଟେ ବ୍ଲଡ ଡୋନେସନ ହଉ ଗୋଟେ କରିବୁ। ଗୀତାଞ୍ଜଳି ସାଙ୍ଗରେ ଆମେ କଥା ହଉଥିଲୁ ଆଜି କଥା କରିବୁ ହେବେ, ୟୁରିଆ। ଆଜି ଆପଣ ମାନେ ବସିକି କଥା ହେବେ ତାହେଲେ। ହଁ ଆଜି ଯାଇକି କରିବି, କାଲି ଟିକେ କରିଥିଲେ ମୋର ଟିକେ ଠିକ ବନ୍ଧୁ ଅଛି। ଆସିଥିଲେ ବୋଲି ଆଉ କରିପାରିଲିନି। ଡିସିସନ ନବାଟା ହଉଛି ବହୁତ ବଡ କଥା। ଯଦି ଆମେ ହୁଁ। ଡିସିସନ ନେଇ ପାରିଲେ କିଛି ଆମେ କରିପାରିବା। ତ ଆଉ ଆଜି ସାର୍ ସବୁ ଆଜି ଆପଣ ମାନେ ବସନ୍ତୁ, ବସିକି ଡିସିସନ ନିଅନ୍ତୁ କଣ ଆକ୍ଟିଭିଟିଜ କରିବେ। ତ ତା ଉପରେ ଆମେ ଯଦି ମୋର ବି ସହଯୋଗ ଆପଣ ଚାହିଁବେ, ତାହେଲେ ମୁଁ ବି ସହଯୋଗ କରିବାକୁ ଚାହୁଁଛି। ତ ଆପଣ ମାନେ ଆଗେ ବସିକି ଫାଇନାଲ କରନ୍ତୁ। ଓକେ, ଥ୍ୟାଙ୍କ ୟୁ। ସାର୍ କାଲି କହିଥିଲି କିନ୍ତୁ ଅଲଗା ମିଟିଂରେ ଆମେ ରହିଗଲୁ ତ ଆଉ ଦି ଜଣଙ୍କୁ ଆଉ ଯୋଗ ଦେଇ ପାରିଲିନି। ଆଉ ସେଥିପାଇଁ ସରି, ଆଜି ଚେଷ୍ଟା ଚଲେଇବି ଆଉ। ଓକେ, ଠିକ ଅଛି। ଓକେ, ସୁକାନ୍ତ ବାବୁ। ଆଜ୍ଞା ସୁକାନ୍ତ ବାବୁ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର ସାର୍, ଜୟ ଆର୍ସିଏମ୍ ସାର୍। ମୁଁ ତ ସମସ୍ତଙ୍କ ତରଫରୁ ଥରେ କହିଦଉଛି, ଆପଣ କୁହନ୍ତୁ ନା। ହଁ ସାର୍ ଠିକ୍ ଅଛି ସାର୍। ହଁ ସାର୍, ଆଉ ସାର୍ ତ ନିଶ୍ଚିତ ରହିବ। ମୁଁ ଟିକେ ସାର୍ ଟିମ୍ ଯୋଉ କଣ୍ଟାକ୍ଟ କରୁଥିଲି ସାର୍, ଆମର କାମାନ୍ୟରେ କରିବା, ଆମର ସାର୍ ଗୁଡିଆଗାନି ଛକରେ ଗୋଟେ କରିବା ପ୍ରୋଗ୍ରାମ କରିବା, ଭୁବନ ଗୋଟେ କରାହବ, ସେଥିପାଇଁ ସେ ପ୍ଲାନିଂ କରିଛି ଆଉ କଥା ବି ହେଇଛି। ଆଉ ସାର୍ ଆମର ସେ ଚାଷ ପାଇଁ କଣ ସାର୍ ମୁଁ ବି ପ୍ରୋଗ୍ରାମ ଗୋଟେ କଣ ପ୍ଲାନିଂ କରିବେ? କରିଛି। ଆମର ପ୍ରୋଗ୍ରାମ କଣ କରିବେ? ଆମର ସାର୍ ସେବା କେମିତି କଣ କରିବେ? ସାର୍ ଆମର ୟୁଏଲି ପ୍ରୋଗ୍ରାମ କରାହବ, ତା ସହିତ ସାର୍ ୟୁଏଲପି ପ୍ରଡକ୍ଟ। ୟୁଏଲପି ନୁହେଁ, ଏଠି ସେବା କଥା ଚାଲିଛି। ପିଓରଲି ସେବା, ଆଜ୍ଞା ମାନେ କୌଣସି ସ୍ୱାର୍ଥ ବିହୀନ ସେବା। ଆଜ୍ଞା ଆଜ୍ଞା ଆଜ୍ଞା। ହଁ, ଆଜି ବୋଧେ ଆପଣ ଠିକ ଭାବରେ ଶୁଣି ନାହାନ୍ତି। ଓକେ, ଠିକ ଅଛି, ଆପଣ ଶୁଣନ୍ତୁ, ଆଗକୁ ଶୁଣନ୍ତୁ। ଆ ମନୋଜ ବାବୁ କୁହନ୍ତୁ। ଆଜ୍ଞା ମନୋଜ ବାବୁ, ଅନମ୍ୟୁଟ କରନ୍ତୁ। ହଁ, ଜୟ ଅନମ୍ୟୁଟ ଆଶ୍ରମ କରନ୍ତୁ। ସାର୍। ସେବାକୁ ଉଲଟେଇ ଦେଲେ ଆଜ୍ଞା ବାସେ, ସେବାକୁ ପଲଟେଇ ଦେଲେ ଦେଖିବା ବାସିବେ। କାରଣ ସେବା ହଉଛି ଆମର ଜୀବନ ପ୍ରଥମେ ଆଜ୍ଞା। ଆଉ ସେବା କରିବାକୁ ହେଲେ ଆମେ ପ୍ରଥମେ ଆମ ରୋଜଗାର କରନ୍ତୁ ବା ଆମ ସମୟକୁ ପ୍ରତ୍ୟେକ ଦିନ କିଛି କିଛି ବଞ୍ଚାନ୍ତୁ। ଯେମିତି ଆମେ ରୋଜଗାର କରୁଛନ୍ତି ମନେକର ମାସକୁ ଆଜ୍ଞା 10,000 ଟଙ୍କା, ଗୋଟିଏ 100 ଟଙ୍କା ଆମେ ଯଦି ଏଇ ମାସକୁ ରଖିବା, ସେ ନିଶ୍ଚିନ୍ତ ସେ ସେବାରେ ଲଗେଇବା। କାରଣ ସେବାରେ ନିଶ୍ଚିନ୍ତ ଜଣେ ଲିଡରସିପ ଯେତେବେଳେ ଆସେ, ସେ ନିଶ୍ଚିନ୍ତ ଯଦି ଖର୍ଚ୍ଚ କରିବାକୁ ପଡେ। ସେ ଗଞ୍ଜିଟା ହଉ, ଯେମିତି ଆମେ କହୁଛେ କେମିତି ଯିବା, ଆମେ ଆମ ୟୁନିଫର୍ମ ପିନ୍ଧିବା ଆଗ। ଲେଡିଜ ମାନେ ତାଙ୍କର ଆରସିଏମରେ ନାଇଁ ଲୁଗା ଆମେ ପିନ୍ଧିବେ। କଣ କରିବା, ନାଇଁ ଆମେ କଣ କରିବାକୁ ମାଇଣ୍ଡ ମେକଅପ୍ କରୁଛେ, ସେଟା ନାଇଁ କରିବା। ମୁଁ ତ ଆଜ୍ଞା ନିଶ୍ଚିନ୍ତ, ମୋର ତ ଏଇଠି ବର୍ତ୍ତମାନ ଚାଲିଛି ସେବା ହଉଛି ଆମର ରାମଚଣ୍ଡୀ ମନ୍ଦିରର ଅବିକା ଯଜ୍ଞ ଚାଲିଛି ଆମର, ମାନେ କଣ ଯୋଉ ବାଢିବା ସେବା ଚାଲିଛି 2 ଦିନ ହେଲା। ବର୍ତ୍ତମାନ ମୁଁ ସେବା ତ କମ୍ପଲସରି ପର ଡେ ମୋର ପ୍ରତ୍ୟେକ ମାସରେ ମୋର ଚାଲିଛି ଆଜ୍ଞା। କିନ୍ତୁ ଏତିକି ମୁଁ ଗୋଟେ ଆରସିଏମ ଟିମ୍ ନେଇ କରିପାରିନି, ଏଇଟା ନିଶ୍ଚିତ ମୁଁ ଆଉ କରିବି। ବୃକ୍ଷରୋପଣ କୁହନ୍ତୁ, ବ୍ଲଡ ଡୋନେସନ କୁହନ୍ତୁ, ଏସବୁ ନିଶ୍ଚିତ ମୁଁ କରିକି ଆପଣଙ୍କୁ ୟାର ଫଟୋ ସେୟାର ନିଶ୍ଚିତ କରିବି। ଏଟା କରୁଥିଲି ମୁଁ ସତ୍ୟସାଇ ସଂଗଠନ ତରଫରୁ, ଏଟା ନିଶ୍ଚିନ୍ତ ମୁଁ ଗୋଟେ ଅବିକା ଆରସିଏମ ତରଫରୁ କରିକି ଆପଣଙ୍କୁ ଡାକିକି ନିଶ୍ଚିତ ଭଲ ଆକାର ଗୋଟେ କରିକି ଦେଖେଇବି, ଏଟା ନିଶ୍ଚିନ୍ତ। ଜୟ ଓକେ, ଆଶ୍ରମ ସାର୍। ଠିକ ଅଛି, ବହୁତ ବଢିଆ କଥା। ଆଜି ଆମେ ଗୁରୁକୁଳକୁ ଭଲ ଭାବରେ ଟିକେ ଶୁଣିଦେବା, କଣ କଣ ଆକ୍ଟିଭିଟିଜ ଆମେ କରିବା ତା ଦେହରେ ଡିଟେଲ୍ସରେ ଆମେ ଶୁଣିକିରି ଆମେ ସେଇ ହିସାବରେ ଆମେ କରିବା। ଓକେ, ବହୁତ ବଢିଆ କଥା। ଆଜ୍ଞା ବାବୁଲି ବାବୁ କୁହନ୍ତୁ। ସାର୍ ମୁଁ ତ ପ୍ରିପାରେସନ ହେଲି, ଶୁଣିନି ଭଲ କିରି। ନମସ୍କାର ସାର୍, ଆଜ୍ଞା ନମସ୍କାର, ନମସ୍କାର। ମୁଁ ଟିକେ ଶୁଣିଲା ପରେ କହିବି। ଓକେ, ଠିକ ଅଛି, ଆଜି ଗୁରୁକୁଳକୁ ଭଲ ଭାବରେ ଶୁଣି ଦିଅନ୍ତୁ। ଶୁଣି ଆଜ୍ଞା ସାରିଲା ପରେ ଆମେ ଆକ୍ଚୁଆଲି ଆଜି ଡିସ୍କସନ ଏଇଆ ହଉଥିଲା ଯେ ସେବା କରିବା ନିହାତି ଦରକାର। ତ ସେବା ଆକ୍ଟିଭିଟିଜ କୌଣସି ଆମେ ନିସ୍ୱାର୍ଥପର ଭାବରେ ଆମେ ସେବା ଆକ୍ଟିଭିଟିଜ କରିବା ନିହାତି ଜରୁରୀ। ଯାହାଦ୍ୱାରା କି
ଆମର ସାମାଜିକ ଦାୟରା ଆମେ ସାମାଜିକର ପ୍ରତିଷ୍ଠା ଆମେ ପାଇପାରିବା। ସମାଜରେ ବହୁତ ସାରା ଲୋକଙ୍କ ସହିତ ଆମେ ମିଶି ପାରିବା। ଆଉ ସମସ୍ତ ସମାଜରେ ଗୋଟେ ବହୁତ ଭଲ ସୁସ୍ଥ ବାତାବରଣ ଆମେ ସୃଷ୍ଟି କରିପାରିବା। ଆମେ ଯେ କେବଳ ବ୍ୟବସାୟ କିମ୍ବା ନେଟୱାର୍କ ଇଏ ସବୁର ଭିତରେ ନୁହେଁ, ତାଠୁ ଉର୍ଦ୍ଧ୍ୱରେ ରହିକି ଆମେ କାର୍ଯ୍ୟ କରିପାରିବା। ତା ବିଷୟରେ ଆଜି ଟିସି ସାର୍ ଗୁରୁକୁଳରେ ବହୁତ ଭଲ ଭାବରେ ଆଜି ଡିସ୍କସନ ଚାଲିଥିଲା। ଆଜି ଗୁରୁକୁଳକୁ ଯଦି ଦେଖିଦବା ତାହେଲେ ଆମେ ଜାଣିପାରିବା। ଓକେ, ଓକେ ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ ଅନମ୍ୟୁଟ୍ କରନ୍ତୁ ଆଜ୍ଞା। ସାର୍ ନମସ୍କାର। ମୁଁ ତ ଆଜି ଅଳ୍ପ ଦେଖିବି ଗୁରୁକୁଳଟା। ମୁଁ ଯେତିକି ଜାଣିଲି ସେବା ସାର୍ ମାନେ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଆଉ ମାନେ ଏଇଗୁଡାକ ହଉଛି ସେବା କାର୍ଯ୍ୟ। ତାଙ୍କ ପାଖକୁ ଯଦି ସାର୍ ଆମେ ଯିବା ନିଃସ୍ୱାର୍ଥ ଭାବରେ ସେବା ହିଁ ତାଙ୍କ ପାଖେ କରିବା, ସେଠି ପ୍ରଡକ୍ଟର କୋଇ ଜିନିଷ ବି ଦରକାର ପଡିବନି, କି କୋଉ ଜିନିଷ ଇଏ କରିବାକୁ ପଡିବନି। ତେଣୁ ସେଇଠିକୁ ଯିବା ପାଇଁ ଆମକୁ ଆଗକୁ ଟିକେ ଅଛି ଆମ ନଜରରେ ବି ଅଛି, ଚିହ୍ନା ଅଛନ୍ତି ସବୁ। ତାକୁ ଗୋଟେ ଦିନ ଫିକ୍ସ କରି ବସେଇକି ଆମ ଟିମ୍ ମାନଙ୍କୁ ସେଇ ଅନୁସାରେ ସବୁ ଫିକ୍ସ କରିକି ଗୋଟେ ଡେଟ୍ ଫିକ୍ସ କରିକି ଯିବାକୁ ପଡିବ। ବ୍ୟାନର ନେଇକି ଯିବାକୁ ପଡିବ, ବ୍ୟାନର କରି ସବୁ ଜିନିଷ କରି ଯିବାକୁ ପଡିବ। ଭଲ ଜିନିଷଟେ ସାର୍, ଆମ ଆର୍ସିଏମ୍ ତରଫରୁ ଏଇଟା ଗୋଟେ ବହୁତ ବଢିଆ ଜିନିଷ, ଯୋଉଟା କି ଆମେ କହୁଥିଲେ ଖାଲି ବେଳେ ଯାଉଛେ, କିଛି ଗୋଟେ ନାହିଁ, ଏମ୍ସ ନାହିଁ। ଏମ୍ସ ହବ ଏଇଥିରେ ସାର୍, ଯେ ଆମେ ଜଣଙ୍କର କିଛି ସେବା କରିପାରିଲୁ, ଯେ ବୃଦ୍ଧ ଲୋକଙ୍କର ସେବା କରିପାରିଲୁ, ଛୋଟ ପିଲାଙ୍କୁ ସେବା କରିପାରିଲୁ, ଏଇଟା ବହୁତ ସାର୍ ଜିନିଷ। ଥ୍ୟାଙ୍କ ୟୁ। ବହୁତ ବଢିଆ କଥା, ବହୁତ ବଢିଆ କଥା। କିନ୍ତୁ ଦେଖନ୍ତୁ, ଆଜି କଥା କାଲିକୁ ଏ ବିଚାରଟା କାଲିକୁ ଆମର ରହିବନି। ତ ଏ ବିଚାରକୁ ଆଜି ଯଦି ଆମେ ଟିମ୍ ସହିତ ଡିସ୍କସନ କରିବା, ଟିମ୍କୁ ବସେଇବା କି ଜୁମ୍ରେ ବସେଇବା କି କେମିତି କଥାବାର୍ତ୍ତା ହବା, ତ ସେଥିରେ ହଁ ଆମେ ଆଜି ଯଦି କରିବା ତାହେଲେ ଏଇଟା କିଛି ଗୋଟେ ଭଲ କାମ ହେଇଯାଇପାରିବ। ନାଇଁ ସାର୍, ଆଜି ସମସ୍ତଙ୍କୁ ମୁଁ ଫଲୋଅପ୍ କରିବି, ମୋ ଟିମର ହଁ, କରିକି ସେମାନଙ୍କୁ ସବୁ କହିବି। କଥା ଓକେ। ଆଜି ଏଇଟା ମୋ ଏ ବିଷୟରେ ଡିସ୍କସନ ହେଲା, ଆମେ କଥାବାର୍ତ୍ତା କରିକି କୁହାହବ ସାର୍। ଆଜ୍ଞା ଆଜ୍ଞା, ଥ୍ୟାଙ୍କ ୟୁ ନର୍ମଦା ମ୍ୟାଡ଼ାମ। ଆଜ୍ଞା ହଁ, ସାର୍ ନମସ୍କାର। ଆଜ୍ଞା ସେବା ସାର୍ ମୁଁ ତ ଆଜି ଭଲ କିଛି ଦେଖିନି, ତଥାପି ସେବା ମାନେ ଯୋଉମାନଙ୍କର କିଛି ଅସୁବିଧା ହେଇଥିବ ସେମାନଙ୍କ ପାଖକୁ ଯିବା, ତ ସେବା ବିଷୟରେ କହିବା ତାଙ୍କୁ, ଆଉ ଆମ ପ୍ରଡକ୍ଟ ବିଷୟରେ ତାଙ୍କୁ କହିବା, ଆଉ ତାଙ୍କର କୋଉ ପ୍ରକାର ସେବା ଦରକାର ଆମେ ସେଇ ପ୍ରକାର ସେବା ଆମେ ତାଙ୍କୁ ପହଞ୍ଚେଇଦବା। ଆଉ କଣ କହିବି ସାର୍, ଏତିକି ତ ଆଉ ନାଇଁ, କହିବି। ଆକ୍ଚୁଆଲି ଆମେ ଯେତେବେଳେ ସେବା କରୁଛେ ନିଃସ୍ୱାର୍ଥ ଭାବରେ ସେବା କରିବା। ସେଠି ଆମ ପ୍ରଡକ୍ଟ ବିଷୟରେ କହିବା ନାହିଁ, ଏଠି କୌଣସି ବେପାର ବିଜନେସ୍ ଏସବୁ ବିଷୟରେ ଆମେ କହିବା ନାହିଁ। ତ ଆମେ ପିଓରଲି ସେବା କରିବାର ମନୋବୃତ୍ତିରେ ଯିବା। ଆଉ ଆଜି କଣ କରିବା, ଆଜିର ଗୁରୁକୁଳଟା ଭଲ ଭାବରେ ଦେଖି ଦିଅନ୍ତୁ, ଆପଣଙ୍କୁ ଆଇଡିଆ ହେଇଯିବ। ଟିମ୍ରେ ବସିକି ଡିସ୍କସନ କରିନେବେ। ତ ବହୁତ ବଢିଆ କଥା, ଗୋଟେ ବହୁତ ବଡ ଇନଫର୍ମେସନ। ଆସନ୍ତା କାଲି ସନ୍ଧ୍ୟା 7ଟାରେ ଆମର ସଞ୍ଜୀବ ଜୀ ମିଟିଂ ନେଉଛନ୍ତି, ସ୍ପେଶାଲି ଆମ ଟିମ୍ ପାଇଁ ନେଉଛନ୍ତି। ଆଉ ଯୋଉ ଡିସ୍କସନ ହେଇଛି, ଗୋଟେ ବହୁତ ବଡ ଘୋଷଣା ହେଇଛି କି ଏଲଡିପି ପ୍ରୋଗ୍ରାମ ସହିତ ସେଲିବ୍ରେସନ ପ୍ରୋଗ୍ରାମର ଗୋଟେ ବହୁତ ବଡ ଡିସ୍କସନ ହେଇଛି। ତ 3 ମାସର ଟାର୍ଗେଟ ଗୋଟେ ନିଆଯାଇଛି, ଯୋଉ ଟାର୍ଗେଟରେ କି ସେଇ ଏଲଡିପି ପ୍ରୋଗ୍ରାମ ଆଉ ସେଲିବ୍ରେସନ ପ୍ରୋଗ୍ରାମ ହବ। ସେଥିରେ ଏଣ୍ଟ୍ରି ଫିସ୍ କିଛି ରହିବ ନାହିଁ। ସେଥିରେ କେବଳ କ୍ରାଇଟେରିଆ ରହିବ ଏଇଆ ଯେ ଯୋଉମାନେ ସେଥିରେ ଏଣ୍ଟ୍ରି କରିବେ, ତ ସେମାନେ ତାଙ୍କର ନିଜ ଆଇଡିରେ 3 ମାସରେ 15,000 ପିଭି କରିଥିବେ। ମାନେ ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ 3 ମାସରେ 15,000 ପିଭି 5 ବି କରିଦେଇ ପାରିବେ, ତ କରିପାରିବେ। ଆଉ ତା ସହିତ ସେଲିବ୍ରେସନ ସେଇମାନଙ୍କୁ କରାଯିବ ଯିଏ ରୟାଲଟି ଆଚିଭର ହବ, ରୟାଲଟି ଆଣ୍ଡ ଏଭବ ସେଲିବ୍ରେସନ ହବ। ତାମାନେ ଆମେ ଯଦି ଟିମ୍ରେ 3 ମାସରେ 100 ଜଣଙ୍କୁ ଆମେ 5,000 ଲେଖେ ପିଭି ବା ଡାୟମଣ୍ଡ କ୍ଲବ କରିଦେଇ ପାରିବା, ତାହେଲେ ଆମେ ନିଜେ ରୟାଲଟି ଆଚିଭର ହେଇଯାଇ ପାରିବା। ତ 3 ମାସରେ 100 ଜଣ ମାନେ ମାସକୁ 30 ଜଣ, ପୁରା ଟିମ୍ ସହିତ। ତ ୟା ଦ୍ୱାରା ଆମେ କଣ କଣ ହବ କି, ବହୁତ ସେଲିବ୍ରେସନକୁ ସେଲିବ୍ରେସନ ହବ, ଏଲଡିପି ହବ। ଆଉ ଏଲଡିପି ଦ୍ୱାରା ଲିଡରସିପ ଡେଭଲପମେଣ୍ଟ ପ୍ରୋଗ୍ରାମ ଦ୍ୱାରା ବହୁତ କିଛି ଆପଣଙ୍କର ଗ୍ରୋଥ ବି ହେଇଯାଇ ପାରିବ। ଓକେ, ଥ୍ୟାଙ୍କ ୟୁ। ଚାନ୍ଦ ସାର୍ଙ୍କଠୁ ଆଜି ଆମେ ଶୁଣିବା ଆଜିର ଡିସ୍କସନର ସାରାଂଶ। ସାର୍ ୱେଲକମ୍ ସାର୍। ନମସ୍କାର ନମସ୍କାର ସାର୍ ସାର୍ ନମସ୍କାର। ନମସ୍କାର। ନମସ୍କାର ସମସ୍ତଙ୍କୁ।
समस्त नमस्कार जय आरसीएम आज आपण माने गुरुकुल वीडियो को आउ थरे देखंतु गुरुकुल वीडियो रे आज जो हमर सामाजिक दायरा बेसी फोकस करिसेंती आम भी आगुआ डिस्कशन करिसे जदि सामाजिक दायरा हमर होची मुख्य कथा हमर सामाजिक दायरा बा सामाजिक परिसर हमर परिसर जेते बढ़िबो हमर परिसर जेते बढ़िबो सेते हमर आउ सबू जो गैसेस रो आउ जो फॉर्मूला जो अच्छी सबू से अति भल भाव हो परिबो जदि हमर सामाजिक परिसर बहुत बढ़ी परिबा सामाजिक परिसर बढ़िया केमतिका ना सेवा द्वारा स्वास्थ्य क्रांति द्वारा संस्कार द्वारा आ संबंध रिलेशनशिप करी तो आपण माने डिस्कशन जो हेची आज जो माने समस्ते मतामत देइछनी तांको आपण माने टिके माने very seriously शुणंतु कथा होची कोन टॉपिक टा का ऊपर डिस्कशन होची सेटा तो टीसीजी सेटा कहउचंदी किंतु तार रिएक्शन आ तार कोन कोन कथा समस्ते जो अटेंड करचंदी से माने कहउचंदी पहिला को से माने को कथा ठीक कथा को कथा भूल कथा कहि दोचंदी टीसी सर सेटा को रेक्टिफाई करचंदी कथा एमती करिया दरकार सेमती करिया दरकार आज हमर मुद्दा कोन सेगुड़ा सब आप स्टडी करूँ सेगुड़ा को स्टडी करूँ से बार बार देखो प्रकृत में जो कथा गुड़ा को लोके कहते जमतीका गतिविधिया कौन गतिविधि हवा दरकार कौन एक्टिविटीज हवा दरकार ताकू भल भाव देखु नोट करूँ शुणु प्रकृत में कौन गतिविधिया आमर दबा दरकार प्रथम कथा हूँ जे आम टीम तैयारी करवा टीम तैयारी करवा ए विषय तो आम सब डिस्कसन होमर टीम देखो बर्तमान सतपति बाबूर टीम रे 8-10 जन 15 जन बस सतपति बाबूर टीम मो टीम रे बर्तमान चारिआडे सब जो मीटिंग मीटिंग हेल्थ कैंप होची सब होची किंतु मोर डुप्लिकेट सतपति बाबू करुछंती तेणु सतपति बाबूर डुप्लिकेट भली काम आपण माने करवा दरकार आपण मानकर टीम रो को माने अछंती एवं सतपति बाबूर टीम रे आपण माने अछंती आपणको टीम रे को माने अछंती ये बहुत सूक्ष्म कथा ये ऊपर सब निर्भर करूची तो साहू बाबूर टीम रे को माने साहू बाबू जदी कहबे जे आरती मैडम सी हबनी कारण आरती मैडम तो निजे जने लीडर तांकर अछंती से निजे टीम करूछंती तेनु साहू बाबूर टीम सेमती 5-7 जन को नै कारण आरती मैडम तांकर 4-5 जन टीम अछंती तांकर 4-5 जन टीम आरती मैडम अच्छा जो कथा टीसीसी कहते से अनुसार तेणु आमर अमी बाबू सेमतिका सी भी सेमती 5-7 जन टीम तैयारी करेंगे तो प्रथम टीम तैयारी करवा टीम को माने से सेवा कम रही आसला आमर कौन डेट टा ठीक करवा कौ जगार हम से ठीक करवा कौ कौ लोक को डक से ठीक करवा तापर कौन कर ना कौन से रेजिस्ट्रेशन करवा आउ कौन कौन एक्टिविटी सेठी हम यही कथा जो जिते कहते अन्य मैंने टीसी सर से भूल भाल कहते अधिका अधिका कहीदे अजथा कथा कहते अजथा कथा गुड़ा कहीकि कौन हम से गुड़ा जब आपण मैंने स्टडी करेंगे जापर आपण मैंने न जापर अजथा कथा गुड़ा कहते से किसी दरकार ही नहीं इे सियाडे कथा को कहीकि टाइम आम लस हो जाऊँगी तो पर्टिकुलारली मुद्दा कथा कौन सेटा को टीसीसी केते घंटा ऊपर समय होची कि ता भीतर से समय को केते ये करछन जे पर्टिकुलर कथा कहंतु कोन आपण मान विचार रे ठीक हेची हमर जो चिंताधाराटा तो सेटा को आपण माने स्टडी करंतु ताले देखियो आपण मानकर बदलिबो आ याडे सेडे कथा कहबा जदी अच्छा टीसी सर जो कथा टॉपिक ऊपर कथा सेही टॉपिक टा को जदी आपण माने दोहराइबे लाभ कोन कथा होची जो मानन को पचरा जाउची से माने कोन कहउची आपण सेटा को स्टडी करंतु टीसी सर कहते से कथा सतपति बाबू आउ सरल आगे बुझी दूसरी आपण मैंने सतपति बाबू जो कथा कहले से कथा करेंगे एमती करवा दरकार सेमती करवा दरकार ये करवा दरकार अरे मु कौन कली मु कौन टीम रे तैयारी करूची मु को जगह ठीक करूची मु एटा कौन करूची एटा होची कथा मोर करवा दरकार कौन आउ कौन सामाजिक दायरा रे ये जो हमर एक्टिविटीज रे माने एक्टिविटीज जोटा कि कौन करवा दरकार से क्षेत्र रे सेतरे कौन कौन करवा दरकार जने लेडीज कहले केतेटा कथा कहले सेटा अप्रूव करा गला ई जो करा गला यौतुक ऊपर से भितर जने कहले सेटा भी अप्रूव करले
तो एगुड़ाक स्टडी करंतु आपण माने ए वीडियोटा को बार बार देखिकिरी ताहले आपण क्लियर माइंड रे कौन प्रकृत रे उद्देश्य सेटा करि पारि याड साइड आपण सपोर्ट येड चिंता करी कला को टीसी तक मना कर दोछन आपण याड साइड कथा काई कहउछंती आपण सुनंतु ठीक देखंतु एपट सब कथा अधिका कथा को दरकार नहीं कथा एगोटा कहीं ताले आम जदि एटा होची ता माने हम माइंड टा एकाग्रता आसीनी आमे हमर माने ठीक मतन आमे सीरियस होउने आमे जेमति सेमति गोटे कहि देई कि हमको डका हला आमे जदि जेमति सेमति कोन डे कहि दबा ताले ये लाभ किछि नहीं से कथा टीसीजी निजे कहउछंती तो तेनु करी आपण माने देखंतु ए सेवा सामाजिक दायरा होची सबटु बड़ कथा ए रूपांतरण यात्रा कथा तळे कहले रूपांतरण यात्रा होची कोन टेम्पररी हेई गला सरी गला किंतु सेवा मन करैबा स्वास्थ्य क्रांति करैबा संस्कार आनिबा आ संबंध रिलेशन एगुडा होची परमानेंट तेणु ए काम को कौन कौन करिले केमिति हबो सी जो प्रश्न उत्तर चलीची पचारुचंती सी माने कहउचंती आपण माने ताकुई फोकस करंती आउ आपण माने सेही भली कहिया पई चिंता करंतु ताहले देखिबे आगो को आपण माने भलो काम करि परिबे आउ मूलरो जदी कथा कहू एटा बहुत समय न जीवो एटा कष्ट लागिवो अमुक लागिवो तमुक लागिवो जदी आपण कथा कहिबे ताहले जो माने सो अन्य माने बसिचंती ताहले से माने कोन ताको मेसेज कोन जीवो अरे आमे तो एटा करबा सेठी कोन की कहउचंती आपण माने टीसी रिप्रेजेंट एटा बहुत कष्ट लागिवो एटा बहुत समय जीवो ये करिवो से करिवो ताहले माने हमरो एपट सेपट कथा कहले कोन हो जदि आमे प्रकृत रे भित्री कथा होची आमे जदि आरसीएम रे बहुत बड़ा बिजनेस करबा आमे लोक संपर्क केमिति करबा लोक संपर्क करी कि निजर निजर ओजन केमिति रखिबा निजर माने आमे हमकु लोक मानकर भलो भाबे ओजन देबे रेस्पेक्ट देबे जदि आमे से जो सेवा काम सब करबा आ सेवा काम कौन कौन करबा उचित सेटा भी डिस्कशन करा जाईछि आपण माने वीडियोटा आज 4 थर 5 थर देखंतु आ ताकू कोन करंतु ना नोट करंतु ताले एग्जैक्ट माइंड टा ठीक काम करिवो नहले जो जेमति सेमति याड साइड कथा मुंडो को आछि खाली थैंक यू बहुत आपण माने निज कथा को स्टडी आज आई वीडियोटा भी देखंतु आपण माने कोन कोन कहिले सेतरे कोन कोन भूल भाल कथा हे जाईछि ताकू रेक्टिफाई करंतु थैंक यू ओबड सतपुदेव आज्ञा सर बहुत बढ़िया कथा सर एटा भी जोटा कहले सर एकदम ठीक कथा कहले जे आमे जहाँ आमे जहाँ डिस्कशन चली से डिस्कशन ऊपर जदि आमे कथा कहबा आ किछि गठनमूलक कथबार्ता करबा ताले लोक हमको आदर करिवे आम कथार वेटेज रहइबो हमको वजनदार बोली मानिबे तो सेथिलागि ताकू ध्यान दबार निहाती दरकार प्रथमे निजर टीम को तैयारी करबा दरकार आ जेकोसी एक्टिविटीज अच्छी हाँ मु सर बहुत सारा जगह देखे जे बहुत टीम बहुत ग्रोथ करिवार सामर्थ्य अच्छी किंतु से माने ग्रोथ करि पारदेनी काहेकि ना डिसीजन नबारे लेट कर दियंती जे हाँ एटा करबा तो किंतु किछि टीम रो सामर्थ्य नहीं किंतु से माने बहुत सक्सेस होबार मु भी आखिरे भी देखिछि कारण से माने डिसीजन शीघ्र नियंती जोटा भलो कथा सेटा डिसीजन इमिडिएट नियंती आ ताको करिवा पई चेष्टा करंती ताको ग्रुप को बसांती ग्रुप सहित डिस्कशन करंती एमती गोटे एक्टिविटीज करवा तो ताको लेट करंतेनी तो ताको आगे डिसीजन नहीं कि ताको काम रे परिणत करंती आ सेमाने भी सक्सेस भी हे जांती तो आज आम पाखरे से समय अच्छी जो समय रे कि आज आम डिसीजन नबा जे आम टीम सहित डिस्कशन करवा जे एते गुडे जो सेवा एक्टिविटीज होची जेमति कि सार कहले आमे 3-4 थर आगे से वीडियो टिके देखिबा जो गुरुकुल आज गुरुकुल वीडियो को देखिबा ताको नोट करी गुरुकुलटार वीडियो देखिकरी टीसीजी लोकଙ୍କ सहित कोन कथाबार्ता करूचंदी ସେଇଟା को फोकस करंतु को प्रकार भाबरे लोक माननकु जेतेबेले कहउचंदी आ ताकू टीसीजी कोन कहउचंदी आ को कथा ठीक कथाटा कहउचंदी से को ग्रहण करूचंदी आ भूल कथा कहले ताकू ये नु एई कथाटा कहंतु एईटा को जदी आपण स्टडी करियो त जानि जिवे जे प्रकृत रे उद्देश्य कोन नहले जानि पारु नांती आपण माने किछि मु स्टडी करली आपण माने जानि पारु नांती ये कोन चलची भाउचंदी प्रकृत रे सब निर्भर करूची एई सामाजिक दायरा ऊपर सेटा ऊपर ही आज डिस्कशन बहुत सीरियसली करछन टीसीजी व्यक्ति को सहित जो आलोचना आइछंदी सेटा को ही स्टडी करंतु बहुत बढ़िया सर हाँ सर सेटा को स्टडी करके आज आम डिस्कशन करके आम निज निज टीम रे आम ताको फाइनल करवा फाइनल करके आम ता ऊपर एक्टिविटीज को आगे को बढ़ाई परिबा ओके ठीक अछि आज तो समय हो जाइछि पुणी थरे काली पई इन्फॉर्मेशन अछि
ଯେ ଆଜିଠୁ ଆମେ ଆମ ଟିମକୁ ସମସ୍ତଙ୍କୁ ଯୋଉ ଲିଙ୍କ ଆମର ଆସିଛି ଯୋଉଥିରେ କି କାଲି ସନ୍ଧ୍ୟା 7ଟା ବେଳେ ଯୋଉ ମିଟିଂ ଅଛି ସଞ୍ଜୀବ ଜୀଙ୍କ ସହିତ, ତ ପ୍ରତ୍ୟେକ ସାଥୀଙ୍କୁ ଟିମରେ ବସାନ୍ତୁ। ସେଠି ବସେଇଲେ ସେମାନେ ଡାଇରେକ୍ଟଲି ମେସେଜ ସଞ୍ଜୀବ ଜୀଙ୍କଠୁ ପାଇପାରିବେ ଆଉ ଆପଣଙ୍କର ଲିଡରସିପ ଡେଭଲପମେଣ୍ଟ ବି ହେଇପାରିବ। ଲିଡରସିପ ର ବିଜନେସ, ଇଏ ଲିଡରସିପ କୁ ଆପଣଙ୍କର ନିଜର ଲିଡରସିପ କୁ ଡେଭଲପମେଣ୍ଟ କରିବାକୁ ହେଲେ ଆପଣଙ୍କ ସାଙ୍ଗରେ ଆପଣଙ୍କ ଯୋଉ ଟିମ୍ ଅଛି ସେ ଟିମ୍ ଆସନ୍ତା କାଲି ସନ୍ଧ୍ୟା 7ଟା ବେଳେ ଇନଭଲ୍ଭ ହବା ନିହାତି ଜରୁରୀ। ଏକା ଏକା କିଛି କରିହବନି, କିନ୍ତୁ ଟିମ୍ ସାଙ୍ଗରେ ଥିଲେ ବହୁତ କିଛି କାମ କରିପାରିବା। ତ ସେଥିଲାଗି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ଆପଣଙ୍କ ଟିମ୍ ଲିଷ୍ଟକୁ ବାହାର କରି ୟୋର ଗ୍ରୁପରେ ବି ଆପଣଙ୍କର ଟିମ୍ କିଏ କିଏ ଅଛନ୍ତି, କିଏ ଜଏନ୍ କରିଛି ତ ସେଟା ତ ଅଲଗା କଥା, କିନ୍ତୁ ଅ, ଆମ ଟିମରେ କିଏ କିଏ ଅଛନ୍ତି ତାଙ୍କ ଲିଷ୍ଟ ବାହାର କରିକି ତ ତାଙ୍କୁ ଫୋନ କରିକି ଆଉ ତାଙ୍କୁ ଲିଙ୍କ ପଠେଇକି ବାରମ୍ବାର ମନେ ପକେଇକି 2-3 ଥର ମନେ ପକେଇ ତ କାଲି ସନ୍ଧ୍ୟା 7ଟା ବେଳେ ବସିବା ନିହାତି ଜରୁରୀ। ଆଉ ଯଦି ଏ କଥାଟା ଆମେ ଡିଲେ କରିଦେଲେ ତାହେଲେ ଜୀବନରେ ବହୁତ କିଛି ଆମେ ପଛକୁ ପଳେଇ ଯିବା। କାଲି ବହୁତ ଇମ୍ପୋର୍ଟାଣ୍ଟ, କାଲି ସନ୍ଧ୍ୟା 7ଟା ବେଳେ ସମସ୍ତେ ବସିବା ନିହାତି ଜରୁରୀ। କେବଳ ଆମେ ଏକା ବସିଲେ ହବନି, ପୁରା ଟିମ୍ ବସିବା ନିହାତି ଜରୁରୀ। ତ ସେଥିଲାଗି ବହୁତ ଇମ୍ପୋର୍ଟାଣ୍ଟ ହଉଛି ଟିମ୍କୁ ଇନଫର୍ମେସନ ଦେବା, ଟିମ୍କୁ ଲିଙ୍କ ପଠେଇବା ଆଉ ସଞ୍ଜୀବ ଜୀଙ୍କର ସନ୍ଧ୍ୟା 7ଟା ବେଳେ କାଲି ମିଟିଂରେ ବସେଇବା। ଆଜି ତ ଅଲରେଡି ସମୟ ହେଇଯାଇଛି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ବହୁତ ଆକ୍ଟିଭ ସହିତ ଯୋଗଦାନ ଦଉଛନ୍ତି ଆଉ ଆଶା କରୁଛି ଗୁରୁକୁଳକୁ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ସାଥୀଙ୍କୁ ଇନଭାଇଟ୍ କରନ୍ତୁ। କେବଳ ଯେ ମେସେଜ ପଠେଇଦେବାନି ନୁହେଁ, ତାଙ୍କୁ ଆଜି ଯାହାକୁ ଫୋନ କରିବା କାଲି ସକାଳ 6ଟା ବେଳେ ତାକୁ ଟିକେ ମନେ ପକେଇଦେବା, ତାକି ଗୁରୁକୁଳ ଦେଖିବା ନିହାତି ଦରକାର। ଯଦି ଗୁରୁକୁଳ ଆମେ ବସୁଛେ ତାହେଲେ ଆମେ ଆରସିଏମ ରେ ଡେଭଲପ କରିପାରିବା। ଯଦି ଗୁରୁକୁଳ ନାହିଁ ତାହେଲେ ଆମେ ଆରସିଏମ ରେ ଡେଭଲପ କରିପାରିବା ନାହିଁ। ତ ସେଥିଲାଗି ପ୍ରାୟୋରିଟି ହେଉଛି ଗୁରୁକୁଳ। ଓକେ, ନମସ୍କାର, ଜୟ ଆରସିଏମ। ଜୟ ଆଶ୍ରୀ ଜୟ ଆଶ୍ରୀ। ହଁ ପିନ୍ଧୁଛି, ଖାଇନି, 5 ମିନିଟ୍ ଭିତରେ ପଳେଇବା।